ଗାଁ ଠାରୁ କିଛି ଦୂରରେ ଏକ ବଡ଼ ଜଙ୍ଗଲ ଥିଲା। ସେଠାରେ ଗୋଟିଏ ସୁନ୍ଦର ପକ୍ଷୀ ସପନା ବୋଲି ଏକ ସୁନ୍ଦର ବସା କରି ସେଠାରେ ରହୁଥିଲା। ବହୁ ସ୍ନେହପୂର୍ଣ୍ଣ ଭାବରେ ସେ ରହୁଥିଲା। ସେହି ଜଙ୍ଗଲରେ ମିଠୁ ବୋଲି ଏକ ଶୁଆ ରହୁଥାଏ। ସେ ଗୋଟିଏ ଗଛ କରଡ଼ରେ ବସା କରି ରହୁଥିଲା। ତାର ସାମ୍ନାରେ ଏକ ବଡ଼ ଗଛରେ କୁଆଟିଏ ରହୁଥାଏ। କିଛି ଦିନ ପରେ ସପନା ତାର ସୁନ୍ଦର ବସାରେ ଦେଇଥିବା ଅଣ୍ଡାରୁ ସୁନ୍ଦର ସୁନ୍ଦର ଛୁଆ ବାହାରିବାକୁ ଲାଗିଲେ। ସପନା କହିଲା, ମୁଁ ତୁମମାନଙ୍କୁ ଦେଖି ବହୁତ ଖୁସି। ଏ ବର୍ଷା ଋତୁ ଗଲେ ତମ ବାପା ଆସିବେ। ସେ ପର୍ଯ୍ୟନ୍ତ ତମେମାନେ ଭଲ ଭାବରେ ଖାଇ ପିଇ ବଡ଼ ହୋଇଯାଅ। ଏହା କହି ଖୁସିରେ ଛୁଆମାନଙ୍କ ପାଇଁ ଖୁଦ ଆଣିବାକୁ ବାହାରିଗଲା। ରାସ୍ତାରେ ମିଠୁ ବୋଲି ଏକ ଶୁଆ ସହ ଦେଖା ହୁଏ। ମିଠୁ, ମୋର 4ଟି ଛୁଆ ଜନ୍ମ ନେଇଛନ୍ତି। ତାଙ୍କ ଖାଇବା ଆଣିବା ପାଇଁ ଜଙ୍ଗଲକୁ ଯାଉଛି। ଠିକ୍ ଅଛି, ଶୀଘ୍ର ଯା। ବର୍ଷା ଋତୁ ଚାଲିଛି। ତୋ ଛୁଆମାନେ ବର୍ଷାରେ ଭିଜିଯିବେ। ସତ କହିଛୁ। ମିଠୁ, ମୁଁ ତୋ ସହିତ ଆଉ କେବେ କଥା ହେବି। ଏହା କହି ସପନା ଜଙ୍ଗଲକୁ ଖୁଦ ଆଣିବା ପାଇଁ ଚାଲିଗଲା। ମିଠୁ ଯାଉଥିବା ବେଳେ ରାସ୍ତାରେ କୁଆ ତା ପାଖକୁ ଡାକେ, ମିଠୁ କୁଆଡ଼େ ଚାହିଁଛୁ? ମୁଁ ଏଠାରେ ବସିଛି। ତାପରେ ମିଠୁ ତା ପାଖକୁ ଯାଏ। ସପନା ଖୁସିରେ ତୋତେ କ'ଣ କହୁଥିଲା? ଈର୍ଷା ମନୋଭାବ ନେଇ ମିଠୁ କହିଲା, ସପନାର 4ଟି ସୁନ୍ଦର ଛୁଆ ହୋଇଛନ୍ତି। ସେମାନଙ୍କ ଖାଇବା ପାଇଁ ଖୁଦ କେଉଁଠାରେ ମିଳିବ ବୋଲି ପଚାରୁଥିଲା। ମୁଁ ଗୋଟିଏ ଜାଗା କହିଲି, କିନ୍ତୁ ସପନା କହିଲା ସେହି ଖାଦ୍ୟ ତୁ ଏବଂ କୁଆ ଖାଇପାରିବ, ଆମେ ନୁହଁ। ଏହିସବୁ ମିଛ କଥା ସପନା ବିଷୟରେ କହିଲା। ଏହିସବୁ କଥା ଶୁଣି କୁଆକୁ ରାଗ ଆସିଲା। ସେ କହିଲା, ସପନା କେତେ ଘମଣ୍ଡି। ଏତିକି ନୁହଁ, ଆହୁରି ମଧ୍ୟ କହିଲା। ମିଠୁ କହିଲା, ତୁମେ ସବୁ ତାର ଘରେ ଗଛ କରଡ଼ରେ ରହୁଛ। ମୋର ତ ସୁନ୍ଦର ଘର ରହିଛି। ସେ ଫେରିବା ପର୍ଯ୍ୟନ୍ତ ତା ଘର ଦେଖାଶୁଣା କରିବାକୁ କହିଛି। କୁଆ କହିଲା, ଏହି ଘମଣ୍ଡି ମିଠୁକୁ ଭଲ ଶିକ୍ଷା ଦେବାକୁ ପଡ଼ିବ। ତାର ସୁନ୍ଦର ଘର ପାଇଁ ଆମକୁ ଅପମାନ କରିବ ନା କ'ଣ? ମିଠୁ ଓ କୁଆ ମିଶି ସପନା ଘରକୁ ଯାଆନ୍ତି। ମିଠୁ ପଚାରେ, ଆମେ ସପନା ଘର ଭାଙ୍ଗିବାକୁ ଯାଉଛେ ନା? କୁଆ କହେ, ତା ଘର ଭାଙ୍ଗି ଆମକୁ କ'ଣ ମିଳିବ? ସେ ଗୋଟିଏ ସପ୍ତାହରେ ପୁଣି ସୁନ୍ଦର ଘର ବନାଇ ନେବ। ମିଠୁ କହେ, ଫେର ଆମେ କ'ଣ କରିବା? ସପନା ଆସିବା ପର୍ଯ୍ୟନ୍ତ ତା ଛୁଆମାନଙ୍କୁ ଆମେ ମାରିଦେବା। କିନ୍ତୁ ତାହାର ଆରୋପ ଆମ ଉପରକୁ ଆସିବ ନାହିଁ। କିଛି ଦିନ ପରେ ସପନାର ସ୍ୱାମୀ ଆସିବ। ସେତେବେଳେ ତା ଛୁଆମାନେ ନଥିବେ। ସପନାର ସ୍ୱାମୀ ତାକୁ ଛାଡ଼ିଦେବ। ସେ ଏକୁଟିଆ ହୋଇଯିବ, କାନ୍ଦିବାକୁ ଲାଗିବ। ଏହା କହି କୁଆ ସପନାର 4ଟି ଛୁଆକୁ ବସାରୁ ତଳକୁ ପକାଇଦିଏ। କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ପଥର ଉପରେ ପଡ଼ି ପୁଣି ତଳକୁ ଖସିପଡ଼େ। ସେ କାନ୍ଦିବାକୁ ଲାଗେ, ମା ମା, ମୋର ଗୋଡ଼ କହି ପାଟି କରିବାକୁ ଲାଗେ। ଏହାପରେ ରାକ୍ଷସ 2 ଜଣ କୁଆ ଆଉ ମିଠୁ ସେଠାରୁ ଚାଲିଯାଆନ୍ତି। ତାପରେ କିଛି ସମୟ ପରେ ସପନା ଖୁଦ ନେଇ ତା ବସାକୁ ଫେରେ। ସେଠାରେ ତା ଛୁଆମାନଙ୍କୁ ନ ଦେଖି ମୋ ଛୁଆ କହି କାନ୍ଦିବାକୁ ଲାଗେ। ଏପଟ ସେପଟ ଖୋଜିବାକୁ ଲାଗେ। ତାପରେ ମାର ଶବ୍ଦ ଶୁଣି ଜୋର ଜୋର ପାଟି କରିବାକୁ ଲାଗେ। ସପନା ସେମାନଙ୍କୁ ଦେଖି ତାଙ୍କ ପାଖକୁ ଗଲା। ତା ଛୁଆମାନଙ୍କୁ ଉଠାଇ ଆଣି ପୁଣି ବସାରେ ରଖିଲା। ସେଥିରୁ 3ଟି ଛୁଆ ବେହୋସ ହୋଇଯାଇଥାନ୍ତି। ଏହା ଦେଖି ସପନା ଦୁଃଖୀ ହୋଇ କାନ୍ଦିବାକୁ ଲାଗିଲା। ବହୁତ ଦୂରରେ ଗଛର ଡାଳରେ ବସି ଗୋଟିଏ ଚିଲ ଏହି ସବୁ ଦେଖୁଥାଏ। ଚିଲ ମନେ ମନେ ଭାବୁଥାଏ, ଏ ଚିଡ଼ିଆର ପୁଣି ଛୁଆ ହୋଇଛି। ମୋତେ ତ ମନପସନ୍ଦର ଖାଇବା ମିଳିଯିବ। ସପନା ଛୁଆଙ୍କୁ ନିଡ଼ରେ ରଖି କାନ୍ଦି କାନ୍ଦି କୁହେ, ଛୁଆମାନେ, ତମର ଏ କ'ଣ ହେଲା? ଏଥିରୁ ଗୋଟିଏ ଛୁଆ ଆଖି ଖୋଲି ଦେଖେ। ସପନା ତାକୁ ଖାଇବାକୁ ଦିଏ। ଧୀରେ ଧୀରେ ଆଉ 3 ଜଣ ଛୁଆ ମଧ୍ୟ ଆଖି ଖୋଲନ୍ତି। ସପନା ସମସ୍ତଙ୍କୁ ଖାଇବାକୁ ଦିଏ। ଧୀରେ ଧୀରେ ସବୁ ଛୁଆଙ୍କର ଶକ୍ତି ଆସିଯାଏ। ତାପରେ କିଛି ଦିନ ଗଲାପରେ ଗୋଟିଏ ଦିନ ବହୁତ ବର୍ଷା ହେବା ଫଳରେ ସପନାର ନିଡ଼ ତଳକୁ ଖସିପଡ଼େ। ସପନା ତା ଛୁଆମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ନେଇ ରଖେ।
ସେ କହିଲା, ଏ ବର୍ଷାରେ ମୋର ଘର ବନାଇବାକୁ ବହୁତ ସମୟ ଲାଗିଯିବ। ମୁଁ ଯାଏ ମୋର ସାଙ୍ଗମାନଙ୍କୁ ଡାକି ଆଣେ। ଏହାପରେ ମିଠୁ ପାଖକୁ ଗଲା। ମିଠୁ ମିଠୁ ବାହାରକୁ ଆ, ମୋତେ ତୋର ସାହାଯ୍ୟ ଦରକାର। ମିଠୁ ବାହାରକୁ ଆସିଲା। କହିଲା, କ'ଣ ହେଲା? ସପନା କହିଲା, ମିଠୁ, ଏ ବର୍ଷାରେ ମୋ ଘର ଭାଙ୍ଗିଗଲା। ମୋ ଛୁଆମାନେ ବର୍ଷାରେ ଭିଜୁଛନ୍ତି। ମୋତେ ଟିକେ ନୂଆ ଘର ତିଆରି କରିବା ପାଇଁ ସାହାଯ୍ୟ କର। ଆରେ ଆରେ ଗୌରୀ, ଏତେ ବିପଦ ପଡ଼ିଲା? ତୁମକୁ ସାହାଯ୍ୟ କରିବା ପାଇଁ ଯାଇଥାନ୍ତି, କିନ୍ତୁ ମୋ ଦେହ ଖରାପ। ମୁଁ ଏବେ ବର୍ଷାରେ ଭିଜି ପାରିବି ନାହିଁ। ତୁମେ ଅନ୍ୟ ଆଉ କାହା ପାଖକୁ ଯାଅ। ଏହା ଶୁଣି ସପନା କୁଆ ପାଖକୁ ଗଲା। କୁଆ, ମୋତେ ଟିକେ ବସା ତିଆରି କରିବା ପାଇଁ ସାହାଯ୍ୟ କର। ଏହା ଶୁଣି କୁଆ ଚମକି ପଡ଼େ। ଆରେ ବାପରେ, କ'ଣ ଏହାର ଛୁଆମାନେ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି? ସେ ଛୁଆମାନେ ମୋତେ ଦେଖି ଚିହ୍ନି ପକାଇବେ। ମୁଁ ହିଁ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲି। କୁଆ କହେ, ସପନା, ତୁ ତ ଜାଣିଛୁ ମୁଁ ତୋ ପରି ସୁନ୍ଦର ବସା ତିଆରି କରିପାରିବି ନାହିଁ। କୁଆ କଥା ଶୁଣି ସପନା ସେଠାରୁ ଚାଲିଯାଏ। ଏତେ ବର୍ଷାରେ ମଧ୍ୟ ସପନା ତା ବସା ତିଆରି କରିବାରେ ଲାଗିପଡ଼େ। ଏହି ସମୟରେ ଚିଲ ଦୂରରେ ବସି ସେସବୁ ଦେଖୁଥାଏ। ଏହାପରେ ଚିଲ ତା ଛୁଆମାନଙ୍କ ପାଖକୁ ଯାଏ। ସପନା ବସା ବନାଇବାର କାର୍ଯ୍ୟରେ ଲାଗି ରହେ। ଚିଲ ଭାବିଲା, ଏହା ମୌକା ଅଛି ଭାବି ଗୋଟି ଗୋଟି ଛୁଆଙ୍କୁ ନେଇ ପଳାଏ। କିଛି ସମୟ ପରେ ସପନାର ଘର ବନିଯାଏ। ବର୍ଷା ମଧ୍ୟ କମ୍ ହୋଇଯାଏ। ଭଲ ହେଲା, ମୋ ବସା ତିଆରି ହୋଇଗଲା। ଏତେ ଥଣ୍ଡାରେ ମୋ ଛୁଆମାନେ ଥରୁଥିବେ। ଏଥିପାଇଁ ମୁଁ ଯାଏ ଛୁଆମାନଙ୍କୁ ଆଣି ଏଠାରେ ରଖିଦିଏ। ଏହାପରେ ସେଠାରୁ ଯାଇ ଦେଖେ ତ ଛୁଆମାନେ ସେଠାରେ ନାହିଁ। ସପନା କାନ୍ଦି କାନ୍ଦି କହେ, ମୋ ଛୁଆମାନେ କୁଆଡ଼େ ଚାଲିଗଲ? ଏପଟ ସେପଟ ଖୋଜେ। ସପନା ତା ଛୁଆମାନଙ୍କୁ ଦେଖିପାରେ ନାହିଁ। କିଛି ସମୟ ପରେ ଗୋଟିଏ ଗଛ ଡାଳରେ ଚିଲ ଖାଉଥିବାର ଦେଖି ସପନା କହିଲା, ହେ ଭଗବାନ, ଏ ରାକ୍ଷସ ମୋ ଛୁଆମାନଙ୍କୁ ଉଠାଇ ନେଇ ଆସିଲା। ମୁଁ କ'ଣ କରିବି ଭଗବାନ? ଯଦି ମୋ ସ୍ୱାମୀ ଛୁଆମାନଙ୍କ ବିଷୟରେ ପଚାରିବେ, ମୁଁ କ'ଣ କହିବି? ମୋ ଛୁଆ ବୋଲି କାନ୍ଦିବାକୁ ଲାଗିଲା। ତାପରେ ଚିଲ ଛୁଆମାନଙ୍କୁ ଖାଇସାରି ସେଠାରୁ ଚାଲିଗଲା। ତାପରେ ସପନା ସେଠାକୁ ଯାଇ କାନ୍ଦିବାକୁ ଲାଗିଲା।